ନମସ୍କାର ଦର୍ଶକ ବନ୍ଧୁ, କେଦାର ଗୌରୀ ଧାରାବାହିକରେ ଆପଣମାନେ ଆଜି ଦେଖିବାକୁ ପାଇବେ ପିୟୁଷ କହିବେ ଚନ୍ଦନକୁ ଶୁଭେଚ୍ଛା ଅଭିନନ୍ଦନ। ଆରେ ଚନ୍ଦନ, ତୁ ଏମିତିକା ମତେ ଚାହିଁଛୁ କଣ କିରେ? ଏତେବେଳକୁ ଘରେ ପାହାଡ଼ ଭଳି ମିଠା ଗଦେଇ ଦେବା କଥା। ଏହାପରେ ପିଇସୀ ମା କହିବେ ପିୟୁଷକୁ, ହେଇ ନେ, ମୁଁ ଆଣିଛି, ନେ ଖା। ଏହାପରେ ପିୟୁଷ ଯିବେ ପିଇସୀ ମା ପାଖକୁ, ଆଉ ତାପରେ ପିଇସୀ ମା ପିୟୁଷକୁ ମିଠା ଖୁଆଇ ଦେବେ। ଏହାପରେ ପିୟୁଷ କହିବେ, ବୀଣା, ତମ ଖୁସିରେ ଆମେ ସମସ୍ତେ ଖୁସି। ତମେ ଆଉ ଚିନ୍ତା କର ନାହିଁ, ଆମେ ସମସ୍ତେ ତମ ସହିତ ଅଛୁ। ଏହାପରେ ମାଧବୀ ଆସିକି କହିବେ, କୁଆଡ଼େ ଗଲା, କୁଆଡ଼େ ଗଲା ମୋ କୁଳଲକ୍ଷ୍ମୀ, ମୋ ଗେହ୍ଲା, ମୋ ସୁନା, ମୋ ବୋହୂ? ସତରେ ତୁ ତୋ ଶାଶୁ ମାକୁ ଏତେ ଖୁସି କରିଦେଲୁ। ଲାଗୁଛି ଏଇ ଖୁସି ମୋ ପଛେ ପଛେ 9 ମାସ ଯାଏ ତୋ ପିଲା ମୁହଁ ଦେଖିଲା ପର୍ଯ୍ୟନ୍ତ ଗୋଡ଼ଉଥିବ।